ପୂଜ୍ୟ ଗୁରୁଜୀ ଗୁରୁମା, ମୋର ସହପାଠୀ ଓ ପାଠିନୀଗଣ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏ ପବିତ୍ର ଦିବସରେ ମୁଁ ସମସ୍ତଙ୍କୁ ପ୍ରଣିପାତ ଜଣାଇ ମୋର ବକ୍ତବ୍ୟ ପ୍ରଦାନ କରୁଛି। ବିଦ୍ୟାଳୟରେ ପାଳନ ହେବାକୁ ଯାଉଥିବା ଗୁରୁ ଦିବସ ସମ୍ବନ୍ଧରେ ମୁଁ କିଛିଟା ଆଲୋକପାତ କରିବା ପାଇଁ ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛି। ବୈଦିକ ଯୁଗରୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଛି। ଏଣୁ ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସଦୃଶ। ଏହି ପରିପ୍ରେକ୍ଷୀରେ ଯଥାର୍ଥରେ କୁହାଯାଇଛି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଯୁଗେ ଯୁଗେ ଗୁରୁଙ୍କୁ ଦେବତାର ଆସନ ଦିଆଯାଇଛି। ଗୁରୁ ହେଉଛନ୍ତି ଆଧ୍ୟାତ୍ମିକ ଶିକ୍ଷାର ପ୍ରଧାନ ପ୍ରତିଷ୍ଠାନ। ଉପଯୁକ୍ତ ଶିଷ୍ୟ ଗୁରୁଙ୍କ ସନ୍ଧାନ ପାଇବା ପାଇଁ ଚେଷ୍ଟା କରି ଆସିଛି। ଏଣୁ ଯେ କେହି ବ୍ୟକ୍ତି ଆମର ଗୁରୁ ହୋଇପାରନ୍ତି। ପୁରାଣ ବର୍ଣ୍ଣିତ ଅବଧୂତଙ୍କ 24 ଗୁରୁଙ୍କ ମଧ୍ୟରେ ପୃଥିବୀ, ସୂର୍ଯ୍ୟ, ମହୁମାଛି ପ୍ରମୁଖ ଜଣେ ଜଣେ ଗୁରୁ ଥିଲେ ବୋଲି ପ୍ରବାଦ ରହିଛି। ଏପରିକି ବ୍ୟାସଦେବ ଶିଆଳକୁ ନିଜର ଗୁରୁତୁଲ୍ୟ ମଣିଥିଲେ। ଅତଏବ ଯାହାଙ୍କଠାରୁ ଆମେ ଶିକ୍ଷା ଲାଭ କରୁ, ସେ ହିଁ ଗୁରୁ ପଦବାଚ୍ୟ ଅଟନ୍ତି। ଶାସ୍ତ୍ରାନୁଯାୟୀ ଗୁରୁ ହେଉଛନ୍ତି ଦ୍ୱିବିଧ। ଜଣେ ହେଉଛନ୍ତି ଶିକ୍ଷାଗୁରୁ ଓ ଅନ୍ୟ ଜଣକ ହେଉଛନ୍ତି ଦୀକ୍ଷାଗୁରୁ। ଶିକ୍ଷାଗୁରୁଙ୍କଠାରୁ ଶିକ୍ଷା ଲାଭ କରୁଥିବା ବେଳେ ଦୀକ୍ଷାଗୁରୁଙ୍କଠାରୁ ଗୁରୁ ମନ୍ତ୍ର ଗ୍ରହଣ କରାଯାଇଥାଏ। ଏହାଦ୍ୱାରା ମୁକ୍ତିର ମାର୍ଗ ନିର୍ଣ୍ଣୟ ହୋଇଥାଏ। ଗୁରୁଙ୍କୁ ଈଶ୍ୱର ତୁଲ୍ୟ ଗ୍ରହଣ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଭାଗବତକାର ଯଥାର୍ଥରେ ଉଲ୍ଲେଖ କରିଛନ୍ତି, ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଗୁରୁ ହେଉଛନ୍ତି ଛାତ୍ରମାନଙ୍କର ପଥ ପ୍ରଦର୍ଶକ। ଛାତ୍ରମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକରେ ଉଦ୍ଭାସିତ କରିବା ହେଉଛି ଗୁରୁଙ୍କ କର୍ତ୍ତବ୍ୟ। ପ୍ରାଚୀନ ଯୁଗରେ ଛାତ୍ରମାନେ ଗୁରୁକୁଳ ଆଶ୍ରମକୁ ବିଦ୍ୟା ଅଧ୍ୟୟନ ପାଇଁ ଯାଉଥିଲେ। ସେଠାରେ ସେମାନେ ଶାସ୍ତ୍ରାଲୋଚନା, ବିଦ୍ୟା ଅଧ୍ୟୟନ, ଶାରୀରିକ ଶିକ୍ଷା, ବ୍ରହ୍ମଚର୍ଯ୍ୟ ପାଳନର ବିଧି, ଯୁଦ୍ଧ ବିଦ୍ୟା, ତନ୍ତ୍ରବିଦ୍ୟା ଇତ୍ୟାଦି ଶିକ୍ଷାଲାଭ କରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଅତୀତରେ ଶିଷ୍ୟମାନଙ୍କ ମଧ୍ୟରେ ଆରୁଣୀ, ଏକଲବ୍ୟ, ଉପମନ୍ୟୁ ଏ ହେଉଛନ୍ତି ଜ୍ୱଳନ୍ତ ସ୍ମାରକୀ ସଦୃଶ। ଗୁରୁ ଶିଷ୍ୟର ପ୍ରତିଭା ଗୁରୁଙ୍କ ମହିମା ବିକାଶରେ ସହାୟକ ହୋଇଥାଏ। ଗୁରୁ ହେଉଛନ୍ତି ଜ୍ଞାନଦାତା ଓ ସାକ୍ଷାତ ଈଶ୍ୱର ସଦୃଶ। ଗୁରୁ ହିଁ ଯୁଗେ ଯୁଗେ ସମାଜର ପରିବର୍ତ୍ତନ ପାଇଁ ଦାୟୀ। ସେମାନେ ଛାତ୍ରମାନଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିଥାନ୍ତି। ଶ୍ରୀମା ସଦ୍ଗୁରୁ ଅରବିନ୍ଦଙ୍କ ସଂସ୍ପର୍ଶରେ ଆସି ନିଜ ଜୀବନର ଜ୍ୟୋତି ଉଦ୍ଭାସିତ କରିପାରିଥିଲେ। ଆଜନ୍ମ ଅନ୍ଧ ଭୀମ ଭୋଇ ଶ୍ରୀଜଗନ୍ନାଥଙ୍କ କୃପାରୁ ମହାନ କବି ପାଲଟିଥିଲେ। ସ୍ୱାମୀ ବିବେକାନନ୍ଦ ସଦ୍ଗୁରୁ ରାମକୃଷ୍ଣ ପରମହଂସଙ୍କ ସାନ୍ନିଧ୍ୟ ଲାଭରୁ ଜୀବନର ଶୀର୍ଷ ସ୍ଥାନକୁ ପଦାର୍ପଣ କରିପାରିଥିଲେ। ଛତ୍ରପତି ଶିବାଜୀ ଗୁରୁ ରାମଦାସଙ୍କ ପ୍ରଭାବରୁ ଏତେ ବଡ଼ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ। ଏଣୁ ବିନା ଗୁରୁରେ ଜୀବନ ଉନ୍ନତିର ଶୀର୍ଷ ପାହାଚକୁ ଉଠିବା କଷ୍ଟକର ବ୍ୟାପାର। ଏପରିକି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁଙ୍କ ଆଶୀର୍ବାଦ ଲାଭ କରି ଭବିଷ୍ୟତରେ ବଡ଼ ମଣିଷ ହେବାର ପ୍ରୟାସ ରଖିଛନ୍ତି। ଏଣୁ ଗୁରୁ ପୂଜା ସର୍ବାଦୌ ଗ୍ରହଣୀୟ, କରଣୀୟ ତଥା ପାଳନୀୟ। ଏହି ପରିପ୍ରେକ୍ଷୀରେ ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ୟକ ଆଲୋକପାତ ବିଧେୟ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ। ଏହି ଦିବସଟି ଆମର ଭୂତପୂର୍ବ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିନ। ସେହି ମହାନ ବ୍ୟକ୍ତି
ତିରୁପତିଠାରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଦିନରୁ ତାଙ୍କର ସୁଗୁଣଗୁଡ଼ିକ ବିକଶିତ ହୋଇ ଉଠିଥିଲା। ପିଲାଦିନେ ସେ ଭାରି ଲାଜକୁଳା ଥିଲେ ହେଁ ସର୍ବଦା ଏକାକୀ ବସି କ'ଣ ଚିନ୍ତା କରୁଥିଲେ। ସେ ବଡ଼ ମେଧାବୀ ଛାତ୍ର ଥିଲେ। ଧର୍ମ ଦର୍ଶନ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସମୟ ଆସିଲା, ସେହି ଶାନ୍ତ ଶିଷ୍ଟ ବାଳକ ପୃଥିବୀରେ ଅନ୍ୟତମ ଶ୍ରେଷ୍ଠ ଦାର୍ଶନିକ ରୂପେ ପ୍ରତିଷ୍ଠା ଲାଭ କରିପାରିଥିଲେ। ବିଶିଷ୍ଟ ଶିକ୍ଷକ ରୂପେ ସାରା ଭାରତ ତାଙ୍କୁ ସମ୍ମାନିତ କଲା। ପରିଶେଷରେ ସେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସାଧାରଣ ଜନତାଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ତାହା ତାଙ୍କ ପାଇଁ କମ୍ ଗୌରବର କଥା ନୁହେଁ। ସେ ଦର୍ଶନ ଶାସ୍ତ୍ରରେ MA ପାସ୍ କରି ଅଧ୍ୟାପକ ହୋଇପାରିଥିଲେ। କେବଳ ସେତିକି କାହିଁକି, 1926ରେ ବିଲାତରେ ଦର୍ଶନଶାସ୍ତ୍ର ଉପରେ ଦୀକ୍ଷାନ୍ତ ଭାଷଣ ଦେଇ ବିଦେଶରେ ଗୌରବାନ୍ୱିତ ହୋଇପାରିଥିଲେ। 1931 ମସିହାରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି, ଆଉ 1952ରେ ଭାରତର ଉପରାଷ୍ଟ୍ରପତି, 1962ରେ ଭାରତର ରାଷ୍ଟ୍ରପତି ହୋଇପାରିଥିଲେ। ସେ ତାଙ୍କ ଜୀବନକାଳ ମଧ୍ୟରେ ଦର୍ଶନ ଶାସ୍ତ୍ରରେ 120 ଖଣ୍ଡ ପୁସ୍ତକ ଲେଖି ଅଗଣିତ ପାଠକ ପାଠିକାମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ। ପ୍ରକୃତରେ ସେ ଥିଲେ ଭାରତୀୟ ଜ୍ଞାନ ଆଉ ପରମ୍ପରାର ପଥ ପ୍ରଦର୍ଶକ। ବାସ୍ତବରେ ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରତି ଏହା ଥିଲା ଯଥେଷ୍ଟ ସମ୍ମାନ। ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ତାଙ୍କର ଜନ୍ମଦିନକୁ ଭାରତ ସାରା ଅଦ୍ୟାବଧି ଗୁରୁ ଦିବସ ରୂପେ ପାଳନ କରି ଆସୁଛନ୍ତି। ଏହିସବୁ ଦୃଷ୍ଟିରୁ ବିଚାର କଲେ ଗୁରୁ ଦିବସର ତାତ୍ପର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଗୁରୁଙ୍କ ସମ୍ମାନ ରକ୍ଷା ରାଜ୍ୟର ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଗୁରୁମାନେ ମଧ୍ୟ ବିଭିନ୍ନ ଆଲୋଚନା ପ୍ରସଙ୍ଗରେ ପିଲାମାନଙ୍କୁ ଉପଦେଶ ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ପରିବେଶରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ କରିଥାନ୍ତି। ଆମ୍ଭ ବିଦ୍ୟାଳୟରେ ପ୍ରତ୍ୟୁଷରୁ ଗୁରୁ ପୂଜା ଆଉ ଗୁରୁ ବନ୍ଦନା ମଧ୍ୟ କରାଯାଇଥିଲା। ଏହି ପବିତ୍ର ଦିବସରେ ଗୁରୁଙ୍କ ସମ୍ମାନ ରକ୍ଷା କରି ଜାତୀୟ ଗୁରୁ କଲ୍ୟାଣ ପାଣ୍ଠିକୁ ଅଭିଭାବକମାନେ ଯଥାଶକ୍ତି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାନ୍ତି। ସେହି ପାଣ୍ଠିର ଲବ୍ଧ ଅର୍ଥ ଗୁରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଥାଏ। ଗୁରୁ ଦିବସ ଅବସରରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ କୃତି ଶିକ୍ଷକମାନଙ୍କୁ ସମ୍ମାନ ସ୍ୱରୂପ ମାନପତ୍ର, ଉପଢୌକନ ଓ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଇଥାଏ। ପରିଶେଷରେ ମୁଁ ଏତିକି କହିପାରେ କି ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ସର୍ବଦା ଅତୁଟ ରହୁ। ସଭା ସାଙ୍ଗ ପୂର୍ବରୁ ଉପସ୍ଥିତ ଛାତ୍ରଛାତ୍ରୀ ଗହଣରେ ଗୁରୁଙ୍କଠାରୁ ସୁଚିନ୍ତିତ ମତାମତ ସହ ଗୁରୁ ଆଶୀର୍ବାଦ ପୂର୍ବକ କେତେକ ଉପଦେଶାତ୍ମକ କଥା ଶୁଣିବାକୁ ଆମ୍ଭେମାନେ ଆଶା କରୁଛୁ। ମୁଁ ଏତିକି କହି ମୋର ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଗୁରୁଦେବ, ଜୟ ଈଶ୍ୱର।